ବାଇଶରୁ ଗୋଟେ ଜିନିଷ କହି ଆସିଛୁ କି ଝାରସୁଗୁଡ଼ା ଜିଲ୍ଲାରେ ଗୋଟେ ପାନ୍ଥନିବାସ ଥିଲା ଯାହାକି ଚୋରି ହେଇଯାଇଛି। ସେ ପାନ୍ଥନିବାସକୁ ଖୋଜିବା ପାଇଁ ଆମେ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେଇଥିଲୁ ଏବଂ ଅନେକ ଆମେ ପେପରରେ ମଧ୍ୟ ବାହାରିଛି ଏବଂ ଆମେ ଅନେକ ଆର୍ଟି ତଥ୍ୟ ମଧ୍ୟ ମାଗିଛୁ। କିନ୍ତୁ ବର୍ତ୍ତମାନ ଗୋଟେ ଆର୍ଟି ତଥ୍ୟରେ ଜଣାପଡ଼ିଲା କି ସେଇ ଜାଗାରେ ଅମଲିପାଲି ଯେଉଁ ଜାଗାରେ ପାନ୍ଥନିବାସ ଥିଲା ସେ ଜାଗାରେ ବର୍ତ୍ତମାନ ପାନ୍ଥନିବାସ ନାହିଁ ବୋଲି ସେମାନେ ଗୋଟେ ତଥ୍ୟ ଦେଇଛନ୍ତି। ତ ସେଥିପାଇଁ ଯଦି ସେଇ ତାଙ୍କ କହିବା କଥା ଯଦି ପାନ୍ଥନିବାସ ସେ ଜାଗାରେ ନଥିଲା ତେବେ ମୁଁ ପଚାରିବା କଥା ଯେଉଁ PIL ଫାଇଲ୍ ହେଇଛି ସେଇଟା କାହା ନାଁରେ ଫାଇଲ୍ ହେଇଛି ଆଉ ଯେଉଁ କୋର୍ଟକୁ ସେ ଯେଉଁ 2 ସପ୍ତାହ ଯେଉଁ ସମୟ ନେଇଛନ୍ତି ସେ କାହା ପାଇଁ ନେଇଛନ୍ତି। ତ ତା'ର ବିଶେଷ କିପରି ଭାବରେ ତା'ର ତଦନ୍ତ ହେବ ସେଥିପାଇଁ ଆମେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛୁ। ଆଉ ଆମେ ବିଗତ ଦିନରେ ଗତକାଲି ଆମେ ଗୋଟେ ଆପଣଙ୍କ ମାଧ୍ୟମରେ ଗୋଟେ ପ୍ରେସ୍ ମିଟ୍ ମଧ୍ୟ କରାଯାଇଥିଲା ଏବଂ ସେଠି ମଧ୍ୟ ସବୁ ତଥ୍ୟ ଦେଇଥିଲୁ। ଆଉ ମୋ କହିବା କଥା ଝାରସୁଗୁଡ଼ା ଜିଲ୍ଲାରେ ଶାସକ ବିରୋଧୀ ମିଶିକରି କିପରି ହରିଲୁଟ୍ କରୁଛନ୍ତି ତା'ର ଉଚିତ ତଦନ୍ତ ପାଇଁ ଏବଂ ତା'ର ସେ ଝାରସୁଗୁଡ଼ା ଯେଉଁ ପାନ୍ଥନିବାସ ଥିଲା ପାନ୍ଥନିବାସ ବୋଲି ନୁହେଁ ଅନେକ ଏମିତି ଜିନିଷ ଅଛି ଯାହାକି ଖାଲି ଇନଫ୍ରାଷ୍ଟ୍ରକ୍ଚର ବନେଇ ଦେଉଛନ୍ତି ତାପରେ ଭାଙ୍ଗି ଦେଇକି ଲୋକଙ୍କର ପଇସା ଯେଉଁ ହରିଲୁଟ୍ କରୁଛନ୍ତି ତା'ର ତଦନ୍ତ ପାଇଁ ଆମେ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ଥ ହେଇଛୁ। ଜ୍ଞାନେନ୍ଦ୍ର ବେହେରା କ'ଣ କହିବେ ଆଜି ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟକୁ ଆସିଛନ୍ତି ଆପଣ କାହିଁକି ଆସିବାକୁ ବାଧ୍ୟ ହେଲେ ଏବଂ କ'ଣ ରହିଛି ଆପଣଙ୍କ ମୁଖ୍ୟ ଅଭିଯୋଗ ହେଉଛି ଝାରସୁଗୁଡ଼ା ଗୋଟେ ପାନ୍ଥନିବାସ ଥିଲା। ସେ ପାନ୍ଥନିବାସ ଗୋଟେ ଟାଇପ୍ର ହଜିଯାଇଛି କହିପାରନ୍ତି। ପାନ୍ଥନିବାସ ଆଗରୁ ଆମେ ଦିଆହେଇଥିଲା FIR ଦିଆହେଇଥିଲା ଏବଂ RT ବି ଆଗରୁ କରିଥିଲେ ତ ତା ନାଁରେ କେସ୍ ଚାଲିଥିଲା। ଜାନୁଆରୀ 6 ତାରିଖ ଦିନ ଆଉ ଗୋଟେ RT ପକା ହେଇଥିଲା। ଏଥିରେ ଆମର ଏଡ଼ିସନାଲ୍ ଟୁରିଜମ୍ ରିପ୍ଲାଏ ଦେଇଛନ୍ତି 19/2ରେ ଯେ ଝାରସୁଗୁଡ଼ାରେ କୌଣସି ପାନ୍ଥନିବାସ ନଥିଲା ତାଙ୍କ ରେକର୍ଡ଼ରେ କିଛି ନାହିଁ କହୁଛନ୍ତି। ତ ସେହି ବିଷୟରେ ଆମେ ପାନ୍ଥନିବାସ ବାବଦରେ ଖୋଜିବା ପାଇଁ କଲେକ୍ଟର ମହାଶୟଙ୍କୁ ଅନୁରୋଧ କରିବୁ। ମାନେ ଆମ ଝାରସୁଗୁଡ଼ା ଯେଉଁ ପାନ୍ଥନିବାସ ଥିଲା ବହୁତ ହଜିଯାଇଛି ଆପଣ ତାର କେଉଁଠି ଅଛି ତାର ଡକୁମେଣ୍ଟ ହଉ କିମ୍ବା ପାନ୍ଥନିବାସରେ କ'ଣ ଘଟିଛି ପାନ୍ଥନିବାସ ବାବଦରେ ଟୋଟାଲି ତଥ୍ୟ ସେ ଆମକୁ ଦିଅନ୍ତୁ। ଏଇଟା ଆମର ଗତକାଲି ଆପଣ ଗୋଟେ ପ୍ରେସମିଟ୍ ମାଧ୍ୟମରେ କହୁଥିଲେ ଯେ ଯେଉଁ RTI ଯେଉଁ ରହିଛି ସେଥିରେ ତାରତମ୍ୟ ରହୁନାହିଁ। ପୂର୍ବରୁ ଗୋଟେ RTI ରିପୋର୍ଟ ମିଳିଥିଲା ବର୍ତ୍ତମାନ ଗୋଟେ ରିପୋର୍ଟ ମିଳିଛି ସେଥିରେ କିଛି ସାମଞ୍ଜସ୍ୟ ନାହିଁ ବୋଲି ଆପଣ ଦର୍ଶାଉଥିଲେ। କ'ଣ କହିବେ ତା ଭିତରେ କ'ଣ ରହିଛି? ଏବେ ନୂଆ ଏଡ଼ିସନାଲ୍ ଟୁରିଜମ୍ ଆସିଥିବେ ବୋଧେ ତାଙ୍କୁ କିଛି ଜଣା ନଥିବ ଆଉ ଯେଉଁଟା ଶାସକ ଦଳ ପ୍ରଶାସନ ମିଶିକି କହୁଛନ୍ତି ସେଇ ଜିନିଷ ଦେଇଥିବେ ଏଇଟା ଆମର ଅଛି ଆମେ ଡାଉଟ୍ କରୁଛୁ। ସେ RTI ରିପୋର୍ଟରେ କ'ଣ ରହିଛି? RTI ରିପୋର୍ଟ ଲେଖିଛନ୍ତି ଝାରସୁଗୁଡ଼ାରେ କୌଣସି ଜାଗାରେ ପାନ୍ଥନିବାସ ନଥିଲା କୌଣସି ପଇସା ବି ଆସିନି ପାନ୍ଥନିବାସକୁ କିନ୍ତୁ ଆଗରୁ କୁହାଯାଇଥିଲା 5 କୋଟି ସମଥିଙ୍ଗ ପେପରରେ ବାହାରିଥିଲା 5 କୋଟି ଏବଂ ପାନ୍ଥନିବାସକୁ ଆସିଛି ଏବଂ ପାନ୍ଥନିବାସ ଫଟୋ ବି ଅଛି ଆମ ପାଖରେ। ଆଉ ପାନ୍ଥନିବାସରେ କୋଭିଡ଼ କେୟାର ସେଣ୍ଟର ହେଇଥିଲା। ଆପଣମାନେ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ପାନ୍ଥନିବାସ ଡିଟେଲ ହିଷ୍ଟ୍ରିଟା ଉପସ୍ଥାପନ କରନ୍ତୁ ସର୍ବସାଧାରଣରେ। ପାନ୍ଥନିବାସ ଝାରସୁଗୁଡ଼ା ପାଇଁ ଯେଉଁଟା ଇମ୍ପୋର୍ଟାଣ୍ଟ ଜାଗା ଥିଲା ଯେଉଁଟାକି ଲୋକମାନେ 100-200 ଟଙ୍କା ରହିପାରୁଥିଲେ। ସରକାରୀ ପଇସା ହରିଲୁଟ୍ ହେଉଛି ବୋଲି ସରକାରୀ ପଇସା ନାହିଁ ଆମର ଝାରସୁଗୁଡ଼ାବାସୀଙ୍କର ପଇସା ହରିଲୁଟ୍ ହେଉଛି। ଆଉ ଝାରସୁଗୁଡ଼ା ଯେଉଁ ବିକାଶ କହୁଛନ୍ତି ତାଙ୍କୁ ବି ଜଣା ଅଛି ପାନ୍ଥନିବାସ କ'ଣ ହେଇଛି କ'ଣ ନାହିଁ କାହିଁକି ତାଙ୍କ ଥ୍ରୋରେ ଏଇ ସବୁ କାମ। ଯେଉଁମାନେ ବିକାଶ କରି ଆସିଛନ୍ତି 2 ଜଣ ବାହାରୁ ଆସିକି ଝାରସୁଗୁଡ଼ା ଚିଲେଇ କହୁଛନ୍ତି ଝାରସୁଗୁଡ଼ାରେ ବିକାଶ କରିବା ପାଇଁ ହେଇଛି। ତାଙ୍କର ପର୍ସନାଲି ବିକାଶ ହେଉଛି ତାଙ୍କ ସମ୍ପତ୍ତିର ବିକାଶ ହେଉଛି ନା କ'ଣ ହେଉଛି ନା ଝାରସୁଗୁଡ଼ାବାସୀଙ୍କର ବିକାଶ ହେଉଛି। ଠିକ୍।